ଏବେ ଏବେ ମଧୁବାବୁ ପେନସନ୍ ଭତ୍ତାକୁ ନେଇ ଆସିଲା ଗୋଟିଏ ବହୁତ ବଡ଼ ଅପଡ଼େଟ୍। ଆଉ କ'ଣ ଅପଡ଼େଟ୍ ଆସିଛି ତାହା ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ଆଉ ଜାଣିବା ପାଇଁ ଆପଣମାନେ ଭିଡ଼ିଓଟି ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସମ୍ପୂର୍ଣ୍ଣ ଜାଣିପାରିବେ। ଯଦି ଆମ ଚ୍ୟାନେଲରେ ନୂଆ କରି ଆସିଛନ୍ତି ଭିଡ଼ିଓଟିରେ ଗୋଟେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ ଆଉ ବେଲ୍ ଆଇକନ୍କୁ ଦବାଇ ଅଲ୍ ଉପରେ କ୍ଲିକ୍ କରିବେ। ଚାଲନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓଟି ଆରମ୍ଭ କରିବା। ଇଲେକ୍ସନ୍ ପୂର୍ବରୁ ବିଜେପି ସରକାର ଘୋଷଣା କରିଥିଲା ଯେଉଁମାନଙ୍କୁ 80 ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ସେମାନଙ୍କ ପାଇଁ 3,500 ଟଙ୍କା ଲାଗୁ କରିବା ପାଇଁ, ତା ସହିତ 80%ରୁ ଯେଉଁ ଭିନ୍ନକ୍ଷମ, ଦିବ୍ୟାଙ୍ଗ, ଅସହାୟ ଏମାନଙ୍କ ପାଇଁ ମଧ୍ୟ 3,500 ଟଙ୍କା ଲାଗୁ କରିବ ବୋଲି ଘୋଷଣା କରିଥିଲା। ଏବେ ବିଜେପି ସରକାର ଓଡ଼ିଶାରେ ଗଠନ କରିସାରିଛି। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯାହା ଘୋଷଣା କରିଥିଲେ ତାହା ଏବେ ପୂରଣ କରିବାକୁ ଯାଉଛନ୍ତି। 80 ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ 3,500 ଟଙ୍କା ମଧୁବାବୁ ପେନସନ୍ ଭତ୍ତା ଲାଗୁ କରିବେ ବୋଲି ଘୋଷଣା କରିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଆଉ ଯେଉଁମାନେ 80%ରୁ ଅଧିକ ଭିନ୍ନକ୍ଷମ, ଦିବ୍ୟାଙ୍ଗ, 80%ରୁ ଯେଉଁମାନେ ଭିନ୍ନକ୍ଷମ, ଦିବ୍ୟାଙ୍ଗ ଆଉ ଅକ୍ଷମ, ଅସହାୟ ଏମାନଙ୍କ ପାଇଁ ମଧ୍ୟ 3,500 ଟଙ୍କା ଲାଗୁ କରିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ବହୁତ ବଡ଼ ଘୋଷଣା କରିଛନ୍ତି। ସରକାର ଇଲେକ୍ସନ୍ ପୂର୍ବରୁ ଯାହା ଘୋଷଣା କରିଥିଲେ ତାହା ଏବେ ସବୁ ପାଳନ ଧୀରେ ଧୀରେ କରୁଛନ୍ତି ଆମ ରାଜ୍ୟ ସରକାର ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଆଉ ବହୁତ ବଡ଼ କଥା ହେଲା, ଯେଉଁମାନେ 60 ବର୍ଷ କିମ୍ବା 70 ବର୍ଷ ସେମାନଙ୍କ ପାଇଁ ଏପର୍ଯ୍ୟନ୍ତ ଆମ ରାଜ୍ୟ ସରକାର କୌଣସି ଘୋଷଣା ଏପର୍ଯ୍ୟନ୍ତ କିଛି କରିନାହାନ୍ତି। କିନ୍ତୁ ସେମାନଙ୍କ ପାଇଁ ନିଶ୍ଚିନ୍ତ ସରକାର ଘୋଷଣା କରିବା କଥା, 3,000 ହେଉ 3,500 ଟଙ୍କା ହେଉ, ସମସ୍ତଙ୍କୁ ଯଦି ଏ ମଧୁବାବୁ ପେନସନ୍ ଭତ୍ତା ସମାନ କରିକି ଲାଗୁ କରନ୍ତେ ରାଜ୍ୟ ସରକାର ବହୁତ ଭଲ ହୁଅନ୍ତା। ଆଉ 60 ବର୍ଷ କିମ୍ବା 70 ବର୍ଷର ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି ସରକାର। କିନ୍ତୁ ବହୁତ ବଡ଼ ସରକାର ଘୋଷଣା କରିଛନ୍ତି, ଯେଉଁ 80 ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ 3,500 ଟଙ୍କା ଲାଗୁ କରିବା ପାଇଁ, ଆଉ 80%ରୁ ଯେଉଁ ଭିନ୍ନକ୍ଷମ, ଦିବ୍ୟାଙ୍ଗ, ଅସହାୟ ଏମାନଙ୍କ ପାଇଁ ମଧ୍ୟ 3,500 ଟଙ୍କା ଲାଗୁ କରିଛନ୍ତି ସରକାର। କିନ୍ତୁ 60 ବର୍ଷ କିମ୍ବା 70 ବର୍ଷ ଏମାନଙ୍କ ପାଇଁ ମଧ୍ୟ ସମାନ ଭତ୍ତା ଲାଗୁ କରିବା କଥା ସରକାର। କିନ୍ତୁ ବହୁତ ଭଲ ହୁଅନ୍ତା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯଦି ଏମାନଙ୍କ ପାଇଁ ମଧ୍ୟ ଯଦି ଭତ୍ତା ଲାଗୁ କରନ୍ତେ ବହୁତ ଭଲ ହୁଅନ୍ତା। ସେମାନଙ୍କୁ ମଧ୍ୟ ଲାଗୁ କରିବା କଥା ସରକାର, କିନ୍ତୁ ଆମ ରାଜ୍ୟ ସରକାର ସେମାନଙ୍କ ପାଇଁ ଲାଗୁ କରିବା କଥା, ଯେଉଁ ଯେମିତି ସମସ୍ତଙ୍କ ପାଇଁ ସମାନେ ମଧୁବାବୁ ପେନସନ୍ ଭତ୍ତା ଲାଗୁ କରିବା କଥା। ଏବେ ଜାନୁଆରୀ ମାସରେ ଭତ୍ତା ଟଙ୍କା ସରକାର ଦେବେ ବୋଲି ବହୁତ ବଡ଼ ଘୋଷଣା କରିଛନ୍ତି। 80 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଆଉ 80%ରୁ ଦିବ୍ୟାଙ୍ଗ, ଭିନ୍ନକ୍ଷମ ଏମାନଙ୍କ ପାଇଁ 3,500 ଟଙ୍କା ସରକାର ଘୋଷଣା କରିଛନ୍ତି। କିନ୍ତୁ ବହୁତ ବଡ଼ କଥା ହେଲା, 60 ବର୍ଷ କିମ୍ବା 70 ବର୍ଷ ବାଲାଙ୍କୁ ମଧ୍ୟ ସେମାନଙ୍କୁ ମଧ୍ୟ 3,000 ନହେଲେ 3,500 ଟଙ୍କା ସେମାନଙ୍କୁ ମଧ୍ୟ ଦେବା କଥା। ସେମାନେ ମଧ୍ୟ ପାଇଲେ ମଧ୍ୟ ଏ ମଧୁବାବୁ ପେନସନ୍ ଭତ୍ତା ଟଙ୍କା ସେମାନେ ମଧ୍ୟ ଖୁସି, ସରକାରକୁ ମାନେ ସେମାନେ ମଧ୍ୟ ଖୁସି ହୁଅନ୍ତେ। କିନ୍ତୁ ବହୁତ ବଡ଼ କଥା ହେଲା, ଖାଲି 80 ବର୍ଷ ବୟସ ବାଲା 3,500 ପାଇବେ ଆଉ ଭିନ୍ନକ୍ଷମ ବାଲା 3,500 ପାଇବେ। ଏବେ 50 ବର୍ଷ 60 ବର୍ଷ ବାଲା ଭିନ୍ନକ୍ଷମ ଅଛନ୍ତି, ଦିବ୍ୟାଙ୍ଗ ଅଛନ୍ତି, ସେମାନଙ୍କୁ ମଧ୍ୟ ସରକାର କିନ୍ତୁ 3,500 ଟଙ୍କା କି 3,000 ଟଙ୍କା ଲାଗୁ କରିବା କଥା। କିନ୍ତୁ ଲାଗୁ କଲେ ବହୁତ ଭଲ ହୁଅନ୍ତା। ଆଉ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସବୁ ଯୋଜନା ତ ଧୀରେ ଧୀରେ ସବୁ ଯୋଜନା ଲାଗୁ କରିବେ, କିନ୍ତୁ ଏଇ ଯେଉଁ 60 ବର୍ଷ କିମ୍ବା 70 ବର୍ଷ ଏମାନଙ୍କ ପାଇଁ ମଧ୍ୟ ସେମ୍ ଯୋଜନା ଲାଗୁ କଲେ ବହୁତ ଭଲ ହୁଅନ୍ତା। ଆଉ ସରକାରଙ୍କୁ ଆମେ ଏତିକି ଅନୁରୋଧ କରୁଛୁ, ସମସ୍ତଙ୍କୁ ସମାନ କରିକି ଭତ୍ତା ଦିଅନ୍ତୁ। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସରକାର ଯାହା ଇଲେକ୍ସନ୍ ପୂର୍ବରୁ ଘୋଷଣା କରି ତାହା ମଧ୍ୟ ଏବେ ଧୀରେ ଧୀରେ ସବୁ ଯୋଜନା ଲାଗୁ କରୁଛନ୍ତି। ଆଉ ଏଇ ଭତ୍ତାଟା ସମସ୍ତଙ୍କ ପାଇଁ ସମାନେ ଲାଗୁ କରନ୍ତୁ। ଆଉ ଆମ ରାଜ୍ୟ ସରକାରଙ୍କୁ ଏତିକି ଅନୁରୋଧ, ସମସ୍ତଙ୍କୁ ଯଦି ଭତ୍ତାଟା ସମାନ ମିଳନ୍ତା ବହୁତ ଭଲ ହୁଅନ୍ତା। ଆଉ ରାଜ୍ୟ ସରକାରଙ୍କୁ ଏତିକି ଆମର ଅନୁରୋଧ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଗୋଟେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।